କାହାଣୀ ରାଜାଙ୍କୁ ଶିକ୍ଷା। ରାଜା ନୌସେରୱାଁ ଯାହା ସହିତ ସାକ୍ଷାତ କରନ୍ତି ତାଙ୍କଠାରୁ କିଛି କିଛି ଶିଖିବା ପାଇଁ ପ୍ରଯତ୍ନ କରନ୍ତି। ଏହା ତାଙ୍କର ସ୍ୱଭାବ ଥିଲା। ନିଜର ଏହି ଗୁଣ କାରଣରୁ ସେ ନିଜ ଜୀବନର ସ୍ୱଳ୍ପ କାଳ ମଧ୍ୟରେ ଅନେକ ମହତ୍ତ୍ୱପୂର୍ଣ୍ଣ ଅନୁଭବ ଅର୍ଜନ କରିପାରିଥିଲେ। ଥରେ ସେ ବେଶ ବଦଳାଇ କେଉଁଠିକୁ ଯାଇଥିଲେ। ମାର୍ଗରେ ଜଣେ ବୃଦ୍ଧ କୃଷକକୁ ଦେଖିଲେ। କୃଷକର ବାଳ ପାଚି ଯାଇଥିଲା, କିନ୍ତୁ ଶରୀରରେ ଯୁବକ ପରି ଉର୍ଜା ରହିଥିଲା। ସେ ଏହାର ରହସ୍ୟ ଜାଣିବା ପାଇଁ ପଚାରିଲେ, ମହାନୁଭବ, ଆପଣଙ୍କର ବୟସ କେତେ ହେବ? ବୃଦ୍ଧ ମନ୍ଦହାସ୍ୟ କରି କହିଲା, ପୂରା 4 ବର୍ଷ। ରାଜା ନୌସେରୱାଁଙ୍କୁ ଏହି ବ୍ୟକ୍ତି କୌତୁକ କରୁଥିବାର ପ୍ରତୀତ ହେଲା, କିନ୍ତୁ ଦ୍ୱିତୀୟ ଥର ଯେତେବେଳେ ପୁଣି ପଚାରିଲେ ସେତେବେଳେ ମଧ୍ୟ ସେହି ବ୍ୟକ୍ତି ସେହି ବୟସକୁ ଦୋହରାଇଲେ। ରାଜାଙ୍କୁ କ୍ରୋଧ ଲାଗିଲା। ତାଙ୍କ ମନକୁ ଆସିଲା ଯେ ଜଣେ ସାଧାରଣ ବ୍ୟକ୍ତି ସିଏ ନୁହନ୍ତି, ବରଂ ରାଜା ଅଟନ୍ତି ବୋଲି ସେ ପ୍ରକାଶ କରିଦେବେ। କିନ୍ତୁ ସେ ନିଜର ବିବେକକୁ ସମ୍ଭାଳି ବିଚାର କଲେ ଯେ ଉତ୍ତେଜିତ ହୋଇ ଉଠୁଥିବା ବ୍ୟକ୍ତି ପ୍ରକୃତ ଅର୍ଥରେ ଜିଜ୍ଞାସୁ ହୋଇପାରେ ନାହିଁ। ସେଥିପାଇଁ କ୍ରୋଧକୁ ଶାନ୍ତ କରି ନିଜର ଜିଜ୍ଞାସାକୁ ସମାଧାନ କରିବା ଉଚିତ। ଏହା ଚିନ୍ତା କରି ରାଜା ସେହି ସଜ୍ଜନକୁ ପୁନର୍ବାର ପଚାରିଲେ, ପିତାମହ, ଆପଣଙ୍କର ବାଳ ପାଚିଯାଇଛି, ଶରୀର ଲୋଚାକୋଚା ହୋଇଗଲାଣି। ମୋର ଅନୁମାନ ଆପଣଙ୍କର ବୟସ 80 ବର୍ଷ ବୟସରୁ କମ୍ ହେବ ନାହିଁ। ପୁଣି ଆପଣ ସ୍ୱୟଂକୁ 4 ବର୍ଷ ବୋଲି କିପରି କହୁଛନ୍ତି? ଏଥର ବୃଦ୍ଧ ଗମ୍ଭୀର ହୋଇ କହିଲା, ଆପଣ ଠିକ୍ କହୁଛନ୍ତି। ମୋର ବୟସ 80 ବର୍ଷ ଅଟେ, କିନ୍ତୁ ମୁଁ 76 ବର୍ଷ ବୟସରେ ଧନ ଉପାର୍ଜନ, ବିବାହ, ପିଲା ଜନ୍ମ କରିବାରେ ବ୍ୟତୀତ କରିଦେଇଛି। ଏହିପରି ଜୀବନ ଯେକୌଣସି ପଶୁ ମଧ୍ୟ ନିର୍ବାହ କରିପାରେ। ସେଥିପାଇଁ ସେହି ସମୟ କୌଣସି ମଣିଷର ନୁହେଁ, ବରଂ କୌଣସି ପଶୁର ଜୀବନ ଜିଇଥିଲି ବୋଲି ମୁଁ ମାନୁଛି। ଅବଶିଷ୍ଟ 4 ବର୍ଷ ହେଲା ମୋର ବୁଦ୍ଧି ଉଦୟ ହୋଇଛି। ଏବେ ମୋର ମନ ଈଶ୍ୱର ଉପାସନା, ଜପ, ତପ, ସେବା, ସଦାଚାର, ଦୟା, କରୁଣା ଏବଂ ଉଦାରତା ଆଦିରେ ବିନିଯୋଗ ହେଉଛି। ସେଥିପାଇଁ ମୁଁ ସ୍ୱୟଂକୁ 4 ବର୍ଷର ବୋଲି ସ୍ୱୀକାର କରୁଛି। ରାଜା ନୌସେରୱାଁ ବୃଦ୍ଧର ଉତ୍ତର ଶୁଣି ଅତି ପ୍ରସନ୍ନ ହେଲେ ଏବଂ ରାଜମହଲ ଫେରିଯାଇ ନିରାଡମ୍ବର ସେବା ଏବଂ ସଜ୍ଜନତାପୂର୍ଣ୍ଣ ଜୀବନଯାପନ କଲେ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।